শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ ভাগবତ ଦଶମ ସ୍କନ୍ଧ ଦ୍ୱାରକା ଲୀଳା ଷଟ ପଞ୍ଚାଶତ ଅଧ୍ୟାୟ। ଜରାକୁ ଡରି ଲାର ପରି ପଳାଇ ଦ୍ୱାରକା ଶ୍ରୀହରି ରୁକ୍ମିଣୀ ସନ୍ଦେଶ ପାଇଲେ। ଏହା ବର୍ଣ୍ଣନ 56ରେ। ଶ୍ରୀ ଶୁକ ଉବାଚ। ଶୁକ ବୋଲନ୍ତି ଶୁଣ ରାୟେ ଅମନ୍ତେ କୃଷ୍ଣ ଅନୁଗ୍ରହେ ଆନନ୍ଦେ ଶୋକ ଗଦ ଗଦେ ପ୍ରଣାମ କରି କୃଷ୍ଣ ପାଦେ ଚିତେ ନିବେଶୀ ପାଦ ଦ୍ୱନ୍ଦ ବାହାର ହେଲା ମୁଚୁକୁନ୍ଦ ଦେଖିଲା ସ୍ଥାବର ଜଙ୍ଗମ ବନ ଦୁର୍ଗମ ଗିରିମାନ ପଶୁଙ୍କୁ ଚାହିଁ ବିଚାରଇ ଏମନ୍ତ ଦେଖିଲା ତ ନାହିଁ ଅଳପ ପ୍ରାୟତ ଦିଶନ୍ତି ଏମନ୍ତେ କଲା ମନେ ଭ୍ରାନ୍ତି ପୁଣି କ୍ଷଣକେ ମନେ ଭାବ କିବା ହୋଇଲା କଳି ଯୁଗ ନିଦ୍ରାରେ 3 ଯୁଗ ଗଲା ଏମନ୍ତ ବୋଲି ଓହ୍ଲାଇଲା ଉତ୍ତର ଦିଗେ ନୃପବର ଗଲା ଅନେକ ପଥ ଦୂର ସର୍ବ ସଂଶୟ ସଙ୍ଗ ଛାଡ଼ି ତପସାଧନେ ଚିତ ବଢ଼ି ସମାଧି କରି କୃଷ୍ଣ ପାଦେ ମନ ନିବେଶୀ ଅପ୍ରମାଦେ ଗନ୍ଧମାର୍ଦ୍ଦନ ମଧ୍ୟେ ଗଲା ବଦରୀ ଆଶ୍ରମେ ମିଳିଲା ନର ନାରାୟଣ ଆଶ୍ରମ ସୂଚି ପବିତ୍ର ପୁଣ୍ୟଧାମ ସମାଧି ବଳେ ତପ କରି ମନ ପବନ ହୃଦେ ଧରି ସକଳ ଦ୍ୱନ୍ଦ ଦୁଃଖ ସହି ସମଦରସି ଶୁଦ୍ଧ ଦେହି ଦୃଢ଼େ ଆରାଧି ଯୋଗ ବଳେ ବସିଲା ଆସନ ନିଶ୍ଚଳେ ଏବେ ହୋ ଶୁଣ ନୃପବର ମାୟା ମନୁଷ୍ୟ ଚକ୍ରଧର କପଟେ ମରାଇ ଯବନ ମିଳିଲେ ମଥୁରା ଭୁବନ ଯବନ ବଳ 3 କୋଟି ମଥୁରାପୁର ଥିଲେ ଘୋଟି ତାହାଙ୍କୁ ମାରି ଭଗବାନ ଯୁଦ୍ଧେ ପାଇଲେ ଯେତେ ଧନ ଗୋରୁ ମନୁଷ୍ୟ ବନମାଳି ଧନ ଦ୍ୱାରକାପୁରେ ଚାଳି ବିଚାରି କାର୍ଯ୍ୟ ଅନୁବନ୍ଧ ଆସି ମିଳିଲା ଜରାସନ୍ଧ 23 ଅକ୍ଷୟିଣୀ ବଳ ଶୁଭଇ ମୁଖରାବ ଗୋଳ ସୈନ୍ୟଙ୍କୁ ଦେଖି ବ୍ୟଗ୍ରଗତି ଭାଳନ୍ତି ରାମ ଯଦୁପତି ଆମ୍ଭେ ଏ ନଗରେ ନଥିବା ଚାଲ ଏ ପର୍ବତେ ଲୁଚିବା ମନୁଷ୍ୟ ଚେଷ୍ଟା ଆଶ୍ରେ କରି ଛାଡ଼ି ମଥୁରାପୁର ଶିରି ଅଭୟ ଦାତ ଭୟ ପାଇ ପାଦେ ଚଳନ୍ତି ବେନି ଭାଇ ଆକ୍ରମୀ ଅନେକ ଯୋଜନ ପଶିଲେ ଗହନ ବିପିନ ଭାଙ୍ଗିବା ଦେଖି ରାମ କୃଷ୍ଣ ପଛେ ଧାଇଁଲା ଜରା ଦୁଷ୍ଟ ରଥ କୁଞ୍ଜର ଘେନି ସଙ୍ଗେ ପଥେ ଚାଲଇ ନାନା ରଙ୍ଗେ ଆଜ ଜିଣିବି କରି ରଣ ନ ଜାଣେ ଈଶ୍ୱର ପ୍ରମାଣ ରାମକୃଷ୍ଣ ଯେବେ ନିଭାଇ ବନେ ଅନେକ ଶ୍ରମ ପାଇ ଏକ ଆରେକ ଧରି କରେ ଉଠିଲେ ପର୍ବତ ଉପରେ ପ୍ରବର ଶଣ ନାମ ତାର ନିତ୍ୟ ବରସେ ସୁନାସିର ଉଠନ୍ତେ ପର୍ବତ ଉପରେ ଜରା ଦେଖିଲା ବହୁ ଦୂରେ ଅଧିକ ପାଦେ ହେନ ଗଲା ପର୍ବତ ରୁନ୍ଧରେ ବୋଇଲା ବେଢ଼ି ପର୍ବତ ଚାରି ଦିଗେ ଅନଳ ଲଗାଇଲେ ବେଗେ ଦହନ କରିବନ ଘୋର ଜାଣିଲା ଶତ୍ରୁ ଗଲା ମୋର ଅନଳ ଯୋଗେ ମହିଧର ତାପନ୍ତେ ପର୍ବତ ଶିଖର ତକ୍ଷଣେ ରାମ ନର ହରି ପବନ ଗତି ଅନୁସରି ପର୍ବତ ଶିଖ ଅତି ଶେଷ ଉଚ୍ଚ ଯୋଜନ 11 ରାମ ଗୋବିନ୍ଦ ବାହୁ ବଳେ ଡେଇଁ ପଡ଼ିଲେ ମହିତଳେ ବଳ ସହିତେ ଜରା ଥିଲା ରାମକୃଷ୍ଣଙ୍କୁ ନ ଦେଖିଲା ଲୁଚି ପଳାଇବେନି ଭାଇ ମିଳିଲେ ନିଜପୁରେ ଯାଇ ଜଳଧି ପରୀକ୍ଷା ଯାହାର ଦେବ ମାନବେ ଅଗୋଚର
ମିଛକୁ ସତ୍ୟ ପ୍ରାୟ ମଣି ମନେ ଆନନ୍ଦ ନୃପମଣି ବୋଲଇ ବଳଙ୍କୁ ଅନାଇ ପର୍ବତେ ମଲେବେନି ଭାଇ ଭସ୍ମ ହୋଇଲେ ଅଗ୍ନି ଯୋଗେ ଚାଲ ବାହୁଡ଼ି ଯିବା ବେଗେ ବଳ ଆକର୍ଷି ମହାବଳୀ ନିଜ ଭୁବନେ ଯାଇ ମିଳି ସଂଗ୍ରାମେ ଜିଣି ଜୟବାଦ ବଜାଇ ହୋଇଲେ ଆନନ୍ଦ ଏବେ ଶୁଣ ନରନାଥ ଆନର୍ତ୍ତପତି ରହିବ ତ ରେବତୀ ନାମେ କନ୍ୟା ଥିଲା ବଳଦେବଙ୍କୁ ବିଭା ଦେଲା ବ୍ରହ୍ମା ବଚନେ ଦେଲାଣି ନବମ ସ୍କନ୍ଧେ ଅଛୁ ଶୁଣି ଭୀଷ୍ମକ ନାମେ ମହାରାଜା ରୁକ୍ମିଣୀ ତାହାର ତନୁଜା କମଳା ଅଂଶେ ଅବତାର କୁଣ୍ଡୀ ନଗର ନୃପବର ରୁକ୍ମିଣୀ ବିବାହ ବିଚାରେ ହରିଲେ ହରି ସ୍ୱୟମ୍ବରେ ରାଜା ଥିଲେ ଯେ ପ୍ରତ୍ୟକ୍ଷେ ଆବରି ଶିଶୁପାଳ ପକ୍ଷେ ସାଲମା ଗଧ ଆଦି ଯେତେ ବଳ ହିଁ ଥିଲେ ଅପ୍ରମିତେ ତାହାଙ୍କ ଗର୍ବ କରି ଚୁର ପଥେ ଦେଖନ୍ତି ସୁର ନର କନ୍ୟା ହରିଲେ ଦାମୋଦର ଅମୃତ ଜେହ୍ନେ ଖଗେଶ୍ୱର ତା ଶୁଣି ଅଭିମନ୍ୟୁ ବଳା ଶୁକ ମୁନିଙ୍କି ପଚାରିଲା ରାଜା ପରୀକ୍ଷିତ ଉବାଚ ବମୁନି ଭୀଷ୍ମକ ନନ୍ଦିନୀ ରୁକ୍ମିଣୀ ରୁଚିର ବଦନୀ କେମନ୍ତେ ଦେବ ନର ହରି ରାକ୍ଷସ ମତେ ନେଲେ ହରି ଅସୁର ବଳ ପ୍ରମିତ ଶୁଣି ଚକିତ ମୋର ଚିତ କେମନ୍ତେ ଶିଶୁପାଳ ଆଦି ପଥେ ତାହାଙ୍କ ବଳ ଛେଦି ଏକଇ ରଥେ ଚକ୍ରପାଣି କେମନ୍ତେ ହରିଲେ ରୁକ୍ମିଣୀ କୃଷ୍ଣର କଥା ପୁଣ୍ୟମୟ କର୍ଣ୍ଣ ବଚନେ ସୁଧା ପ୍ରାୟ ଅଖିଳ ଜନ ପାପ ନାଶେ ପରମ ବ୍ରହ୍ମ ପରକାଶେ କାହାର ଚିତ ଶୁଣି ଏକା ସନ୍ତୋଷେ ନହିବ ଉତ୍ସାହ ନବୀନ ବସ୍ତୁ ପାଇ ଜେହ୍ନେ ଆଦରେ ଆବରନ୍ତି ଜନେ କୃଷ୍ଣ ଚରିତ ସେହି ମତେ ଶ୍ରବଣେ ନୂଆ ନିତ୍ୟେ ନିତ୍ୟେ ଶୁଣି ସନ୍ତୋଷ ମନ ହୋଇ ଶୁକ କହନ୍ତି ରାଜା ଚାହିଁ ଶ୍ରୀ ଶୁକ ଉବାଚ ଭୀଷ୍ମକ ନାମେ ମହିନାଥ ବିଦର୍ଭ ନଗରେ ସମ୍ଭୂତ ତାହାର ପତ୍ନୀ ଗର୍ଭୁଜାତ ଏକ ଦୋହିତା ପାଞ୍ଚ ସୂତ ରୁକ୍ମୀ ଅଗ୍ରଜ ରୁକ୍ମରଥ ଏବେ ନିବଳ ଅପ୍ରମିତ ଗୁଣ ହୋଇଲା ରୁକ୍ମ ବାହୁ ତାର ପ୍ରତାପ କେବା କହୁ ଚତୁର୍ଥ ପୁତ୍ର ରୁକ୍ମ କେଶ ପଞ୍ଚମ ରୁକ୍ମ ମାଳି ଶେଷ ଏହାଙ୍କ ଶେଷେ କନ୍ୟା ଜାତ ସୁସ୍ୱାଧୀ କମଳା ସମ୍ଭୂତ ରୁକ୍ମିଣୀ ନାମେ ବିଦ୍ୟମାନ ତାର ମହିମା ଏବେ ଶୁଣ କୃଷ୍ଣର ଗୁଣ କର୍ମ ବାଣୀ ଗୃହ ଆଗତ ମୁଖ ଶୁଣି ଦ୍ୱାରକାପୁର ଲୋକେ ଆସି କହନ୍ତି ତାର ଆଗେ ବସି ନିରତେ କୃଷ୍ଣ କଥା ଶୁଣି ସେ କନ୍ୟା ମନେ ମନେ ଗୁଣି ଆତ୍ମା ଶତ୍ରୁ ସେ ଶୁଣିବର ମନେ ବରିଲା ଚକ୍ରଧର ଗୋବିନ୍ଦ ତାହା ମନେ ଜାଣି ସଂକଳ୍ପେ ବରିଲେ ରୁକ୍ମିଣୀ ଅଂଶେ କମଳା ଦେହ ଧରି ଆତ୍ମା ସଦୃଶେ କନ୍ୟା ବରି ବନ୍ଧୁ ବାନ୍ଧବଙ୍କର ମତ ଦୁହିତା ବିବାହେ ଉଚିତ ଭୀଷ୍ମକ କୃଷ୍ଣଙ୍କୁ ବରିଲା ତା ଶୁଣି ରୁକ୍ମୀ କୋପ କଲା ଅନେକ ନିନ୍ଦା ବାଦ୍ୟ କରି ଶିଶୁପାଳକୁ ଗଲା ବରି ଶିଶୁପାଳକୁ ବିଭା ଶୁଣି ଚକିତେ ଭାଳଇ ରୁକ୍ମିଣୀ ବିକଳ ଚିତେ ବିଚାରିଲା ବୃଦ୍ଧ ବ୍ରାହ୍ମଣ ଅଣାଇଲା ସୁହୃଦ ବାକ୍ୟ ତାଙ୍କୁ କହି ଚରଣେ ବେନି କର ଦେଇ ବୋଲଇ ଶୁଣ ବିପ୍ରମଣି ଦ୍ୱାରକା ଯାଅ ଏହି କ୍ଷଣି
ଯେବେ ଆସିବେ ଚକ୍ରଧର ତେବେ ସେ ଜୀବନ ମୋହର ଅଧିକ କହିବଇ କେତେ କୃଷ୍ଣ ଜାଣନ୍ତି ଏହା ଚିତେ କନ୍ୟା ବଚନେ ବିପ୍ର ଗଲା ଦ୍ୱାରକା ଭୁବନେ ମିଳିଲା ଦ୍ୱାରେ ଯେ ଦ୍ୱାରପାଳ ଥିଲେ କୃଷ୍ଣକୁ ନେଇ ଭେଟାଇଲେ ସୁବର୍ଣ୍ଣ ସିଂହାସନେ ହରି ଯାଦବେ ଅଛନ୍ତି ବୋରି ଘଟନ୍ତି 10 ଦିଗ ପାଳେ ବିପ୍ର ଦେଖିଲେ ଚର୍ମ ଡୋଳେ ବିପ୍ର ବତ୍ସଳ ନର ହରି ଉଠି ବ୍ରାହ୍ମଣ କର ଧରି ନିଜ ଆସନେ ବସାଇଲେ ଅନେକ ମତେ ପୂଜା କଲେ ତାହାଙ୍କୁ ଯେହ୍ନେ ଦେବଗଣେ ବିଶ୍ୱାସେ ପୂଜନ୍ତି ଚରଣେ କୃଷ୍ଣ ପୂଜିଲେ ସେହି ମତେ ଶୁଣ ରାଜନ ଏକ ଚିତେ ବିପ୍ରଙ୍କୁ କରାଇ ଭୋଜନ ପାଶେ ବସିଲେ ଭଗବାନ ବିପ୍ରର ଶ୍ରମ ଦେଖି ହରି ବ୍ରାହ୍ମଣ ପାଦ କରେ ଧରି ଧୀରେ ଚାପନ୍ତି ଭଗବାନ ବିପ୍ର ଚରଣୁ ଗଲା ଶ୍ରମ ଆଶ୍ୱସ୍ତ ଦେଖି ବିପ୍ରବର ପୁଛନ୍ତି ବ୍ରହ୍ମାଣ୍ଡ ଠାକୁର ଓ ବିପ୍ରବର ତୋର ଧର୍ମ ବେଦ ଉଚିତ ନିତ୍ୟ କର୍ମ ସ୍ୱଧର୍ମେ ବଞ୍ଚୁ ଟିକି ସୁଖେ ସନ୍ତୋଷ ଚିତେ ଗୃହ ଦୁଃଖେ ଧର୍ମେ ପ୍ରାପତ ଯେତେ ଧନ ତେଣେ ସନ୍ତୋଷ ଯାର ମନ ଦୁଃଖେ ଯେ ନ ଚଳନ୍ତି ଧର୍ମ ସେ ଧର୍ମ ବିପ୍ର କାମ ଧେନୁ ଅଖିଳ କାମ୍ୟ ଫଳ ଦେଇ ସ୍ୱଧର୍ମେ ବିପ୍ର ଯେ ରହଇ ବହୁତ ଥିବ ଯାର ଧନ ହେଳା କରଇ ନିଜ କର୍ମ ନିରତେ ଚିତ ଅସନ୍ତୋଷ ଉଭୟ ଲୋକେ ନାହିଁ ଯଶ ଦରିଦ୍ରପଣେ ଦୁଃଖୀ ହୋଇ ନିଜ ଧର୍ମକୁ ନ ଛାଡ଼ଇ ସେ ବିପ୍ର ହୋଇ ମୋର ସଙ୍ଗ ତରଇ ସଂସାର ତରଙ୍ଗ ଯଥା ଲାଭରେ ଯେ ସନ୍ତୋଷ ଅଧର୍ମେ ନ କରନ୍ତି ଆସ ସାଧୁ ସୁହୃଦ ସର୍ବଭୂତ ସକଳ ଜୀବ ହିତେ ରତ ହୃଦେ ନ ବହେ ଅହଙ୍କାର ସମାଦର ଚିତ ଯାର ତାଙ୍କୁ ମୋହର ନମସ୍କାର ବୋଲନ୍ତି ବ୍ରହ୍ମାଣ୍ଡ ଠାକୁର ଓ ବିପ୍ର କୁଶଳ ତୁମ୍ଭର କହ କଲ୍ୟାଣ କ୍ଷେମ ସାର ରାଜା ଏ ବସନ୍ତି ଜଗତେ ପ୍ରଜା ପାଳନ୍ତି ଧର୍ମ ମତେ ଯାହାର ରାଜ୍ୟ ପ୍ରଜା ଜନେ ସୁଖେ ବଞ୍ଚନ୍ତି ରାତ୍ର ଦିନେ ସେ ରାଜା ମୋର ବଡ଼ ପ୍ରିୟ ଭୂ ବିପ୍ର ଆଗମନ କହ କେବଳ କାର୍ଯ୍ୟ ଉପଗତ ଏତେ ଦୁର୍ଗମ ଜିଣି ପଥ ଉପତ ନୁହେଁ ଯେବେ ବାଣୀ ଭୂ ବିପ୍ର କହ ଏହି କ୍ଷଣି ମୁଁ ବାକି କରିବି ତୋତେ ସଂଶୟ ଛାଡ଼ି କହ ମୋତେ ଏମନ୍ତେ କୃଷ୍ଣ ବାକ୍ୟ ଶୁଣି ବ୍ରାହ୍ମଣ କହେ ସାଧୁ ବାଣୀ ରୁକ୍ମିଣୀ କହିଛନ୍ତି ଯାହା ଓ ନାଥ ଶୁଣ ଚହୁବାହା ରୁକ୍ମିଣୀ ଉବାଚ ହେ କୃଷ୍ଣ ଭୁବନ ସୁନ୍ଦର ଶୁଣିଲି ଗୁଣ କର୍ମ ତୋର ତୋହର ଗୁଣ କର୍ମ ଯଶ ଯାହାର ଶ୍ରବଣେ ପ୍ରବେଶ ହରେ ଅଶେଷ ଜନ୍ମ ପାପ ଅଧ୍ୟାତ୍ମ ଆଦି ତିନି ତାପ ଦୃଷ୍ଟି ଦହନ୍ତି ତେଣେ ପ୍ରାଣୀ ତୋହର ରୂପ ସେ ପ୍ରମାଣୀ ଅଖିଳ ଅର୍ଥ ଲାଭ ବଳେ ଲଭନ୍ତି ରୂପ ଦେଖି ଡୋଳେ ସେ ରୂପ କର୍ଣ୍ଣ ପଥେ ଶୁଣି ମୋହର ଚିତ ଚକ୍ର ପାଣି ଲାଜ ଉପେକ୍ଷିତ ଚରଣେ ପଶିଲା ଅଭୟ ଚରଣେ କେଉଁ ଯୁବତୀ ଦେହ ବହି ପିତା ଜନନୀ କୋଳେ ଥାଇ ବିବାହ କାଳେ କନ୍ୟା ହୋଇ ଉତ୍ତମ କୂଳେ ଜନ୍ମ ପାଇ ଶିଳ ସ୍ୱରୂପ ବିଦ୍ୟା ବଳ ଦ୍ରବିଣ ଯେତେ ଆତ୍ମତୁଲ୍ୟ
ତୋହର ପ୍ରାୟ ଥାଉ ପତି ସୁଧୀରା କେଉଁ କୂଳବତୀ ହେ ନର ସିଂହ ପୂର୍ଣ୍ଣ କାମ ଜନଲୋଚନ ଅଭିରାମ ଶ୍ରବଣେ ଶୁଣି ତୋର ଭାବ ସେ କିମ୍ପା ଆନକୁ ବରିବ ଏବେ ବରିଲି ତୋତେ ମୁହିଁ ମନ ଜୀବନ ତନୁ ଦେଇ ତୋହର ଅର୍ଥେ ଶରୀର ବିଚାରି ମୋତେ ତ୍ରାହି କର ଭୋନାଥ ବୀରଙ୍କର ବୀର ମୁଁ ତ ଆମିଷ ଉପହାର ନିକଟେ ଶିଶୁପାଳ ଆସି ନବସୁ ତୋର ବଳି ଗ୍ରାସୀ ସିଂହର ବଳି ହେଲେ ଦେଖି ଶୃଗାଳ ଜେହ୍ନେ ଉପଲକ୍ଷୀ ମୁଁ ଯେବେ ପୂର୍ବ ଜନ୍ମ ଗତେ ତପ ଆରାଧିନା ନାମତେ ତଡ଼ାଗ ଯଜ୍ଞ ଇଷ୍ଟଦାନ ନିୟମ ତୀର୍ଥ ବ୍ରତ ଧର୍ମ ଦେବତା ବିପ୍ର ଗୁରୁ ପୂଜି ନିରତେ ବିଷ୍ଣୁ ପାଦେ ଭଜି ଏ ଯେବେ ପ୍ରମାଣ ମୋହର ବେଗେ ଆସିବେ ଚକ୍ରଧର ମୋହର ହସ୍ତ ଆଗ ଧରୁ ଦଇବ ଏହି ବର କରୁ ଦମ ଘୋଷର ସୁତ ଆଦି ଯେତେ ଅଛନ୍ତି ଅପରାଧୀ ଏମାନେ ନ ପାଇବେ ମୋତେ ପ୍ରମାଣ ଯେବେ ବେଦ ମତେ ରାତ୍ର ପାହିଲେ ଅଧିବାସ ହୋଇବ ମଙ୍ଗଳ ଦିବସ ତୁ ନାଥ ସାଜି ନନ୍ଦୀ ଘୋଷେ କେନାଇ ଯଦୁ ବଳ ପାଶେ ମଙ୍ଗଳ କାଳେ ଗୋପ୍ୟ ହୋଇ ଆସିବୁ ନ ଦେଖିବେ କେହି ଭୂପତେ ଗ୍ରାମ୍ୟ ମଧ୍ୟେ ଥାଇ ମୋର ମନେ ବାଟ ଚାହିଁ ସଂଗ୍ରାମେ ରାଜା ଶିଶୁପାଳ ମୋର ପିତାର ଯେତେ ବଳ ଏହାଙ୍କ ଗର୍ଭନାଶ କରି ତୁ ମୋତେ ବଳେ ନିୟ ହରି ରାକ୍ଷସ ମତେ ବିଭା କର କିଣିଲା ଦାସୀ ମୁଁ ତୋହର ତୁ ନାଥ ଭାଳୁ ଯେବେ ଚିତେ ମୁଁ ତୋତେ ଆଣିବି କେମନ୍ତେ ରାଜାର ଅନ୍ତପୁରେ ଥାଉ ତୋତେ ପାଇବି ମୁହିଁ କାହୁଁ ତହିଁ କି କରିବି ଉପାୟ ଶୁଣି ମା ପ୍ରଭୁ ଦେବରାୟ ଆମ୍ଭର ଅଛି କୁଳାଚାର କନ୍ୟାକୁ କରନ୍ତି ବାହାର ଭବାନୀ ପୂଜିବା ନିମନ୍ତେ ଅମ୍ବିକା ଗୃହ ଗ୍ରାମ ଅନ୍ତେ ଯାତ୍ରା ଉତ୍ସବେ ମୁହିଁ ଯିବି ଭବାନୀ ଚରଣେ ପୂଜିବି ପଥେ ଆସିବା ବେଳେ ମୋତେ ରାଜାଏ ଦେଖିବେ ସମସ୍ତେ ଥିବି ମୁଁ ସ୍ତ୍ରୀଙ୍କର ମେଳେ ସେଠାରୁ ନିୟ ମୋତେ ବଳେ ଯାହାର ପାଦ ପଦ୍ମ ଧୂଳି ମହତ ଜନ ଶିରେ ବୋଳି ନୀଳ ଲୋହିତ କରେ ଆସ ଏଣେ ହୋଇବ ତମ ନାଶ ସେ ପାଦ ପ୍ରସାଦ ମୁଁ ଯେବେ ଲଭି ନ ପାରିବି ପ୍ରସ୍ତାବେ ବ୍ରତେ ସୁଖାଇ ପଞ୍ଚ ପ୍ରାଣ ନିଶ୍ଚେ ଛାଡ଼ିବି ନାରାୟଣ ଏମନ୍ତେ ସତେ ଜନ୍ମ ଯାଏ ଜୀବ ଛାଡ଼ିବି ତୋର ପାଏ ସତ୍ୟ ବଚନ ଏ ମୋହର ତୁ କି ନ ଜାଣୁ ମାୟା ଧର ବ୍ରାହ୍ମଣ କୃଷ୍ଣ ମୁଖ ଚାହିଁ କନ୍ୟା ସନ୍ଦେଶ କଥା କହି ବୋଲଇ ଯୋଡ଼ିବେନି କର ଯେ ତୋର ଇଚ୍ଛା ଏବେ କର କହଇ ଦାସ ଜଗନ୍ନାଥ କୃଷ୍ଣ ଧଇଲେ ବିପ୍ରହସ୍ତ ବୋଲନ୍ତି ମଧୁର ବଚନ ଶୁଣି ସନ୍ତୋଷ ବିପ୍ର ମନ।